इटाली रे पहुंचिले प्रधानमंत्री नरेंद्र मोदी। सेठारे तांकु भव्य स्वागत करिबा परे आज G7 सम्मेलन रे जोग देबे मोदी। विश्वर सबुठारु शक्तिशाली गोष्ठीर शिखर सम्मेलन इटालीर आपुलिया ठारे आज अनुष्ठित हेबो। ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଭାଗ ନେଇଛନ୍ତି। G7 ର ପ୍ଲାଟଫର୍ମରେ ବିଶ୍ୱର ବିଭିନ୍ନ ଦେଶର ମୁଖ୍ୟମନ୍ତ୍ରୀଙ୍କ ସହିତ ଆଜି ଆଲୋଚନା ହେବ। ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଅନେକ ଦେଶର ମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏଥିପାଇଁ ଆଜି ଇଟାଲୀରେ ମଧ୍ୟ ପହଞ୍ଚି ଯାଇଛନ୍ତି ମୋଦି। ସେ ଇଟାଲୀରେ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ମଧ୍ୟ କରାଯାଇଛି। ତେବେ ମେଲୋନିଙ୍କ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଫ୍ରାନ୍ସର ରାଷ୍ଟ୍ରପତି, ବ୍ରିଟେନର ପ୍ରଧାନମନ୍ତ୍ରୀ, ଜାପାନର ପ୍ରଧାନମନ୍ତ୍ରୀଙ୍କ ପରି ଅନ୍ୟ ବ୍ୟକ୍ତିତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବେ। ଏହି ଅବଧି ମଧ୍ୟରେ ବାଣିଜ୍ୟ ବ୍ୟତୀତ ରଣନୀତିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ତେବେ G7 ଶିଖର ସମ୍ମିଳନୀ ଏପରି ଏକ ସମୟରେ ଅନୁଷ୍ଠିତ ହେଉଛି ଯେତେବେଳେ ବିଶ୍ୱ ଦୁଇଟି ଭୟଙ୍କର ସଶସ୍ତ୍ର ବିବାଦର ସମ୍ମୁଖୀନ ହେଉଛି। ତେବେ ଏହି ଦୁଇଟି ବିବାଦର ଅନ୍ତ ଘଟାଇବା ପାଇଁ G7 ଶିଖର ସମ୍ମିଳନୀରେ କୌଣସି ଠୋସ୍ ପଦକ୍ଷେପ ନିଆଯାଉଛି କି ନାହିଁ ତାହା ମଧ୍ୟ ଦେଖିବାକୁ ବାକି ରହିଲା। ରିପୋର୍ଟ ପ୍ରତିଦିନ ଟିଭି।